ପିଲାମାନେ ଆଜି ଆମେ ଜଗନ୍ନାଥ ଜଣାଣର ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ଉତ୍ତର ସବୁ ଦେଖିବା। ଓକେ, ଯାହାକି ଆପଣମାନଙ୍କର ଏକ୍ଜାମରେ ଆସିଥାଏ। ଆଉ ଆଜି ଆମେ ଦେଖିବା କ'ଣ କ'ଣ ସବୁ ଅଛି। ଓକେ, ତ ଆପଣମାନେ ଏବେଠୁ ନୋଟ୍ କରି ରଖିଦିଅନ୍ତୁ, କାହିଁକିନା ଆଗକୁ ମାର୍ଚ୍ଚ ସେକେଣ୍ଡ ୱିକ୍ ବେଳକୁ ଆପଣମାନଙ୍କର ଏକ୍ଜାମ ହୋଇପାରେ। କିଛି ନାହିଁ, ଆପଣମାନେ ଡରିବାର କିଛି ନାହିଁ, ସମସ୍ତେ ଭଲ ରେଜଲ୍ଟ କରିବେ। ଓକେ, ତ ପ୍ରଥମେ କ୍ଲାସ୍ କରନ୍ତୁ ଆଉ ନୋଟ୍ କରନ୍ତୁ। ସମସ୍ତଙ୍କୁ ମୁଁ କହୁଛି ନିଶ୍ଚିନ୍ତ ଆପଣମାନେ ପଢ଼ିବେ ଆଉ କ'ଣ କରିବେ, ପ୍ରାକ୍ଟିସ୍ କରିବେ, ନିଶ୍ଚିନ୍ତ ମନେ ରହିବ ସମସ୍ତଙ୍କର। ଆଉ 6th ସେମିଷ୍ଟାରରେ ବି ବହୁତ ଭଲ ରେଜଲ୍ଟ କରିବେ। ଓକେ, ତ ଚାଲନ୍ତୁ ଦେଖିବା ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ଉତ୍ତର। ଦେଖ, 1 ନମ୍ବର କ'ଣ ଦେଇ, ଜଗନ୍ନାଥ ଜଣାଣ କବିତାର କବି କିଏ? ଇଏ ତ ସିମ୍ପଲ କ୍ୱେଶ୍ଚିନ୍। ଓକେ, ଯଦି ଆସିଥିବ ଆପଣମାନେ ଇଜିଲି ଲେଖିପାରିବେ, ମୁଁ ଏଇଟା ନିଶ୍ଚିନ୍ତ ଜାଣିଛି। ତାପରେ ତାକୁ କେଉଁ ଉପାଧି ପ୍ରାପ୍ତ ହୋଇଛି? ଓକେ, କ'ଣ ଜଗନ୍ନାଥ ଜଣାଣର କବିତାର କବି କିଏ? ବଳଦେବ ରଥ, ଏଇଟା ତ ଜାଣିଛ। ତାପରେ ତାଙ୍କୁ କେଉଁ ଉପାଧି? ନା କବି ସୂର୍ଯ୍ୟ ଉପାଧି ପ୍ରାପ୍ତ ହୋଇଛି। ଓକେ, ଲେଖିଦେଲ ଆରାମସେ। 2 ନମ୍ବର କ୍ୱେଶ୍ଚିନ୍ ଦେଖ, କବି ସୂର୍ଯ୍ୟ ବଳଦେବ ରଥ କେବେ କେଉଁଠାରେ ଜନ୍ମଗ୍ରହଣ କରିଥିଲେ? এইটা কিন্তু ইম্পর্টাଣ୍ଟ କ୍ୱେଶ୍ଚିନ୍। এইটা ଯଦି ଆସିବ ନିଶ୍ଚୟ ଆପଣ ଲେଖିବେ। ଓକେ, କବି ସୂର୍ଯ୍ୟ କେତେ 1889 ମସିହାରେ ଖ୍ରୀଷ୍ଟାବ୍ଦରେ ଗଞ୍ଜାମ ଜିଲ୍ଲାରେ ବଡ଼ଖେମୁଣ୍ଡି ଗଡ଼ରେ ଜନ୍ମଗ୍ରହଣ କରିଥିଲେ। ଓକେ, କେଉଁଠି ଜନ୍ମଗ୍ରହଣ କରିଥିଲେ? ନା ଗଞ୍ଜାମ ଜିଲ୍ଲାରେ, ଏଇଟା ମନେ ରଖିଦେବ, 1889 ମସିହାରେ। ଠିକ୍ ଅଛି। ତାପରେ 3 ନମ୍ବର ଦେଖ, କବି ସୂର୍ଯ୍ୟଙ୍କ ପିତା ମାତାମହଙ୍କ ନାମ ଉଲ୍ଲେଖ କର। ଏଇଟା ବି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ହେଲା। ତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ସବୁ ଲେଖି ରଖନ୍ତୁ, ତା ସାଙ୍ଗେ ଯେତେକ ବି ସବୁ କ୍ୱେଶ୍ଚିନ୍ କହୁଛି ତାକୁ ବି ସବୁ ନୋଟ୍ କରନ୍ତୁ। କବି ସୂର୍ଯ୍ୟଙ୍କ ପିତା ଉଜ୍ଜ୍ୱଳ ରଥ ଜଣେ ପଣ୍ଡିତ ହେଲା ଓ ଲେଖକ ଭାବରେ ସିଦ୍ଧିର ଅଧିକାରୀ ଥିଲେ। ମାତ୍ର 8 ବର୍ଷ ବୟସରେ କବି ସୂର୍ଯ୍ୟ ତାଙ୍କ ମାତାଙ୍କୁ ହରାଇ ମାତାମହ ତ୍ରିପୁରାରୀ ଓ ତାଙ୍କ ନିକଟରେ ପ୍ରତିପାଳିତ ହୋଇଥିଲେ। ଠିକ୍ ଅଛି। ତାପରେ 4 ନମ୍ବର କ୍ୱେଶ୍ଚିନ୍ ଦେଖ, କବି ସୂର୍ଯ୍ୟ ରଚନା କରିଥିବା ଅମର କୃତି ଗୁଡ଼ିକର ନାମ ଉଲ୍ଲେଖ କର। ହେଲା, এইটা ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ଆକୁ ଆପଣମାନେ ମନେ ରଖିବେ। ଦେଖ, କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ, ରତ୍ନାକର ଚମ୍ପୁ, ଚୌପଦୀ ରତ୍ନାକର, କାହାକୁ କହିବା, ସରସେ କୁହାଯାଉଥାଏ ସିମି, ଜଗତେ କେବଳ ଇତ୍ୟାଦି ତାଙ୍କର ସଫଳ କୃତି ଅମର ରଖିଛି। ଏସବୁ କ'ଣ ତାଙ୍କର ଯେଉଁ ଅମର କୃତି ଗୁଡ଼ିକର ନାମ ସେ ଦେଇଥିଲା। ଆପଣମାନେ ଲେଖିଦେବେ, ଏବେଠୁ ନୋଟ୍ କରି ଲେଖନ୍ତୁ, ପଢ଼ିଦେବେ, ତାପରେ କ୍ୱେଶ୍ଚିନ୍ ଆସିଲେ ଆରାମସେ ଲେଖିଦେବେ। ଦେଖ, ତାପରେ ଦେଖ, କବି ବଳଦେବ 5 ନମ୍ବର ପଏଣ୍ଟ, କବି ବଳଦେବ ରଥ ଅଭିମାନ ଭାର ଭାଷା କାହା ନିକଟରେ ହୃଦୟ ବ୍ୟାକୁଳତା ପ୍ରକାଶ କରିଛନ୍ତି? ଉତ୍ତର କ'ଣ? ନା ବ୍ୟଜଶ୍ରୁତି ଜରିଆରେ କବି ଜଗନ୍ନାଥଙ୍କ ନିଜର ହୃଦୟର ବ୍ୟାକୁଳତା ପ୍ରକାଶ କରିଛନ୍ତି। କେଉଁଠି? ତ ଏଇଟା ଆପଣମାନେ ଜାଣିପାରିଲେ। ଓକେ, ତା 6 ନମ୍ବର ଦେଖ, କ୍ଷୀରମୟ ସିନ୍ଧୁ ଜେମାଜୀବ ବନ୍ଧୁ ଭାବେ କାହାକୁ କବି ବର୍ଣ୍ଣନା କରିଛନ୍ତି? ତ ଏଇଟା ମଧ୍ୟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଓକେ, ସ୍ୱୟଂ ପରମ ବିଷ୍ଣୁ ଗଜପତି ଭାବେ କବିତାର ଜଗନ୍ନାଥଙ୍କୁ ବର୍ଣ୍ଣନା କରିଛନ୍ତି। ଓକେ, ତାପରେ 7 ନମ୍ବର ଦେଖ, କବି ନିଜେ କିପରି ପକ୍ଷପାତ ରୀତି ଦ୍ୱାରା କବିଳିତ ବୋଲି ହୃଦୟବୋଧ ହୋଇଛି? ଓକେ, ସମୃଦ୍ଧି ସମ୍ପନ୍ନ ପତାକା। ଓକେ, ଉତ୍ତର କ'ଣ ଦେଲା? ସମୃଦ୍ଧି ସମ୍ପନ୍ନ ପତାକା ଟେକି କବିଙ୍କୁ ବିପଦରୁ ଉଦ୍ଧାର କରି ନଥିବାରୁ ତାଙ୍କର ହୃଦୟଙ୍ଗମ ହୋଇଛି। ହେଲା, କିପରି ହୋଇଛି? ନା ତାଙ୍କର ବିପଦରୁ ଉଦ୍ଧାର ନ କରିଥିବାରୁ ହୃଦୟଙ୍ଗମ ହୋଇଛି। ବଢ଼ିଆ କ୍ୱେଶ୍ଚିନ୍। ତାପରେ ଦେଖ 8 ନମ୍ବର, ମହାପ୍ରଭୁଙ୍କ ଚରଣ ପଙ୍କଜ ସ୍ମରଣ କରି କିଏ କେଉଁ ଦାଉରୁ ରକ୍ଷା ପାଇଥିଲା? ଆଚ୍ଛା, ଦେଖ ଉତ୍ତର ଦେଖ, ମୃଗୟ ବିଦ୍ୱେଷ ଦାଉରୁ ମୃଗୟ ଯୁବତୀ ମହାପ୍ରଭୁଙ୍କ ଚରଣ ପଙ୍କଜ ସ୍ମରଣ କରି ବିପଦରୁ ରକ୍ଷା ପାଇଲା ବେଳେ କବି ମଧ୍ୟ ପ୍ରଭୁଙ୍କୁ ଡାକି ନିରାଶ ହେବା କଥା
କିଏ ଶ୍ରୁତି କହିଛନ୍ତି। ତାପରେ ଦେଖ ଦ୍ରୁପଦ ସୂତା କିଏ? ଏଇଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ମନେ ରଖିବେ। ସେ କେଉଁଠାରେ ବିପଦରେ ପ୍ରଭୁଙ୍କୁ ଧ୍ୟାନ କରିଥିଲେ। ଓକେ, ତ ଇଏ ହେଉଛି ଆପଣଙ୍କ ସଂକ୍ଷିପ୍ତ ଯୋଉ କ୍ୱେଶ୍ଚିନ୍ ଆସିଥାଏ, ନିଶ୍ଚୟ ଏହାକୁ ମନେ ରଖିବେ। କୁରୁସଭା ତଳେ ଦ୍ରୁପଦ ସୂତା ଦ୍ରୌପଦୀ କଣ ଦୁଶାସନ ଦ୍ୱାରା ବିବସ୍ତ ହେବା ବେଳେ ସେ ବିପଦରେ ପଡ଼ି ମହାପ୍ରଭୁ ଜଗନ୍ନାଥଙ୍କୁ ଧ୍ୟାନ କରି ଉଦ୍ଧାର ପାଇଥିଲେ। ସରିଗଲା। ଆର କ୍ୱେଶ୍ଚିନ୍ ଆପଣ ମାନେ ଯୋଉ ଆନ୍ସର ଆପଣ ଲେଖିଦେଇଥିବେ। ଆଚ୍ଛା, ତାପରେ ଦେଖ 10 ନମ୍ବର କ୍ୱେଶ୍ଚିନ୍, କୁବ୍ଜି ରଜିକକୁ କିଏ ଦିବ୍ୟ ରୂପ ପ୍ରଦାନ କରିଥିଲେ? ଏଇଟା ମଧ୍ୟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଆକୁ ଆପଣମାନେ ମହାପ୍ରଭୁ କଦାକାରୀ କୁବ୍ଜିକୁ କରସ୍ପର୍ଶର ଦିବ୍ୟ ରୂପ ପ୍ରଦାନ ପୂର୍ବକ ଜନମନ ଆକର୍ଷଣ କରିଥିଲେ। ତାପରେ ଦେଖ ପୂର୍ବ ଅଭିଶପ୍ତ ନଳକୂବକୁ କିଏ ବଳ ଦ୍ୱାରା ଉଦ୍ଧାର କରିଥିଲେ? ଏଇଟା ମଧ୍ୟ ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଦ୍ୱାପର ଯୁଗରେ କୃଷ୍ଣ ଅବତାରରେ ନଳକୂବରଙ୍କୁ ବଳ ଦ୍ୱାରା ଗଛ ଉପାଡ଼ି ଉଦ୍ଧାର କରିଥିଲେ। କିପରି ନା ଗଛ ଉପାଡ଼ି ଉଦ୍ଧାର କରିଥିଲେ। ବଢ଼ିଆ କ୍ୱେଶ୍ଚିନ୍, ତ ଆପଣମାନେ ଇଜିଲି ଲେଖିପାରିବେ ଆକୁ ସବୁ। ତାପରେ ଦେଖ 12 ନମ୍ବର, ଭଗବାନ ଜଗନ୍ନାଥ କୃଷ୍ଣ ରୂପରେ କାହାଠାରୁ କ୍ଷୁଧ ଭଜା ନେଇଥିଲେ? ତ ଏଟା ମଧ୍ୟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ନିଶ୍ଚୟ ଏହାକୁ ସବୁ ମନେ ରଖିବେ ଆଉ ଏବେଠୁ ନୋଟ୍ କରିକି ରଖନ୍ତୁ। ସୁଦାମା ତୀର୍ଥଠାରୁ ଭଗବାନ କୃଷ୍ଣ କ୍ଷୁଧ ଭଜା ଆଗ୍ରହରେ ଖାଇ ବନ୍ଧୁତ୍ୱର ଚରମ କଣ ପରାକାଷ୍ଠ ପ୍ରଦର୍ଶନ କରିଥିଲେ। ଆଚ୍ଛା, ତାପରେ ନେକ୍ସଟ 13 ନମ୍ବର, କବି ରବି ରାୟଗୁଡ ଶେଷରେ କେଉଁଠିକୁ ଗତି ବୋଲି ପ୍ରକାଶ କରିଛନ୍ତି? ଏଇଟା ବଢିଆ କ୍ୱେଶ୍ଚିନ୍ଟା, ଆକୁ ଆପଣମାନେ ମନେ ରଖିବେ। କଣ ନା ପତିତ ପାବନ ବାନାଙ୍କ, ଓକେ, ନା ପତିତ ପାବନ ବାନାଙ୍କୁ ପ୍ରତି କବି ରବି ରାୟଗୁଡ ଶେଷ ଇଚ୍ଛା ବୋଲି ପ୍ରକାଶ କରିଛନ୍ତି। ଓକେ, ତ ଇଏ ଥିଲା କଣ ସଂକ୍ଷିପ୍ତ ପ୍ରଶ୍ନ ଉତ୍ତର କଣ ଜଗନ୍ନାଥ ଜଣାଣର। ଆଧିରେ ମଧ୍ୟ ଆପଣମାନେ ନୋଟ୍ କରି ନିଶ୍ଚିନ୍ତ ରଖିବେ ଆଉ ଇଏ ଆପଣଙ୍କ ଏକ୍ଜାମରେ ନିଶ୍ଚିନ୍ତ ଆସିବ। ଓକେ, ତ ଆଜି ପାଇଁ ଥିଲା ଏତିକି ଭିଡ଼ିଓ। ତ ଆଶା କରୁଛି ଆପଣମାନେ ସଂକ୍ଷିପ୍ତ ପ୍ରଶ୍ନ ଉତ୍ତର ନୋଟ୍ କରିସାରିଥିବେ। ନୋଟ୍ କରି ନିଶ୍ଚିନ୍ତ ପଢ଼ନ୍ତୁ, ଆପଣଙ୍କର ବହୁତ ହି ଭଲ ରେଜଲ୍ଟ ହେବ। ଜୟ ହିନ୍ଦ, ବନ୍ଦେ ମାତରମ୍।